ବାହାଘର ଭୋଜି ଖାଇ 30ରୁ ଅଧିକ ଅସୁସ୍ଥ। ବାହାଘର ଭୋଜି ଖାଇ 30ରୁ ଅଧିକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ କିଛି ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଯେ ଗତ ବୁଧବାର ଦିନ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗ୍ରାମର ଜଣେ ଢାବା ମାଲିକଙ୍କ ପୁଅ ବାହାଘର ଭୋଜିଥିଲା, ଯେଉଁଥିରେ ଗାଁର ପ୍ରାୟ ଲୋକ ଯୋଗ ଦେବା ସହ ବିଭିନ୍ନ ଅଞ୍ଚଳର ଲୋକମାନେ ମଧ୍ୟ ଯୋଗ ଦେଇଥିଲେ। ତେବେ ରାତିରେ ଭୋଜି ଖାଇଥିବା ବେଳେ ଗୁରୁବାର ସକାଳୁ ଅନେକ ଲୋକଙ୍କ ଝାଡ଼ା ହେବା ସହ ବାନ୍ତି ହୋଇ ମୁଣ୍ଡ ବୁଲାଇଥିଲା। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା। ଅଧିକ ଅସୁସ୍ଥ ହେବାରୁ ବିଳମ୍ବିତ ରାତିରେ ସବୁ ଡାକ୍ତରଖାନାକୁ ଦୌଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁବେ ଗ୍ରାମର ରତିକୃଷ୍ଣ ବେହେରା ବୟସ 17, ନନ୍ଦକିଶୋର ସାହୁ ବୟସ 36, ପିଙ୍କି ପ୍ରଧାନ ବୟସ 28, ଆନନ୍ଦ ସାହୁ ବୟସ 37, ଗିରିଶ ସାହୁ ବୟସ 45, ବିଷ୍ଣୁ ବିଶ୍ୱାଳ ବୟସ 20, ରୋଜାଲିନ ପ୍ରଧାନ ବୟସ 25, ହୃଷିକେଶ ସାହୁ ବୟସ 30, ସୁଜିତ କୁମାର ବିଶ୍ୱାଳ, ଆଶୁତୋଷ ବିଶ୍ୱାଳ ବୟସ 28 ତଥା 30 ଜଣରୁ ଅଧିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ଏବେ ଭଲ ଥିବା ଜଣାପଡ଼ିଛି। ଅନ୍ୟପଟେ କିଛି ଲୋକ ଅସୁସ୍ଥ ହୋଇ ବିଭିନ୍ନ ଘରୋଇ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।